ଆଜି କରିବା ଆମ ଓଡ଼ିଶାର ଏକ ପାରମ୍ପରିକ ପିଠା ଗୁଡ଼ ଆରିସା। ଆରିସା ପିଠା ଖାଇବା ପାଇଁ ଆମ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିଥାଏ, କିନ୍ତୁ ବନେଇବା ପାଇଁ ଟିକେ କଷ୍ଟ ଲାଗେ। କାହିଁକି ନା ପାଗ ଯୋଗ ଯଦି ଟିକେ ବିଗିଡ଼ିଗଲା ତାହେଲେ ସିଏ ଗଲା। କିନ୍ତୁ ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ସବୁ ଟିପ୍ସ। ଆରିସା ପିଠା ଆପଣମାନେ ଯଦି ଯିଏ ବନେଇଥିବେ ତ ଜାଣିଥିବେ, କିନ୍ତୁ ଯେଉଁମାନେ ବନେଇ ନଥିବେ ପ୍ରଥମ ଥରରେ ହିଁ ପୁରା 100% ପରଫେକ୍ଟ ହେବ। କାହିଁକିନା ମୁଁ ଆଜି ସବୁ ଯାକ ଟିପ୍ସ ଆପଣମାନଙ୍କ ସହିତ ସେୟାର କରୁଛି। ଭାବୁଛି କି ଆପଣମାନଙ୍କୁ ଆଜିର ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ରହିବ। ମକର ତ ପାଖେଇ ଆସିଲାଣି, ଆପଣମାନେ ଏଇଥରକ ମକରରେ ଆରିସା କରନ୍ତୁ। ଆଉ ଦେଖନ୍ତୁ ଏଠି ମୁଁ ଗୋଟେ ପିଠା ବି ଆପଣମାନଙ୍କୁ ଏଇଠି ପାଖରୁ ବି ଦେଖାଉଛି, ଦେଖନ୍ତୁ ଭାଙ୍ଗିକି। ଉପରୁ ପୁରା କ୍ରିପ୍ସି ରହିବ, ଭିତରୁ ପୁରା ନରମ ରହିବ। ଏଠି ଦେଖିପାରୁଥିବେ ପିଠା କେତେ ନରମ ହେଇଛି। ଆଉ ପିଠା ବନେଇଲା ବେଳକୁ ଯଦି ଆପଣମାନେ ଟିପ୍ସ ଆଉ ସଠିକ୍ ଭାଗ ମାପ ସହିତ କରିବେ ନା, ତାହେଲେ ପିଠାଟା ମୁଁ ଯେମିତି କହିଲି ପୁରା ପରଫେକ୍ଟ ହେବ। ଆଉ ପିଠା କରନ୍ତି କେତେବେଳେ ତ ପିଠା ତେଲରେ ଖୋଲିଯାଏ, କେତେବେଳେ ପିଠା ଟାଣ ହେଇଯାଏ, କିନ୍ତୁ ସେମିତି ହେବନି। ଭିଡ଼ିଓଟି ଆପଣମାନେ ପୁରା ଦେଖନ୍ତୁ। ଆଶା କରିବି କି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିନେବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ ଜୁଲିସ୍ କିଚେନ୍କୁ। ତାହେଲେ ଆରମ୍ଭ କରିବା। ପ୍ରଥମେ ଆମେ ଚାଉଳ ନେବା। ଦେଖନ୍ତୁ ମୁଁ ହାଫ୍ କେଜି ଗୁଡ଼ର ପିଠା କରିବି, ସେଇଥିପାଇଁ 750 ଗ୍ରାମର ଅରୁଆ ଚାଉଳ ଏଠି ନେଲି। ଆଉ ଘରେ ଯେଉଁ ନର୍ମାଲ ଅରୁଆ ଚାଉଳ ଆମେ ବ୍ୟବହାର କରୁଛନ୍ତି ସେଇ ଅରୁଆ ଚାଉଳ ମୁଁ ନେଇଛି। ଆଉ ଚେଷ୍ଟା କରିବେ ଟିକେ ନୂଆ ଅରୁଆ ଚାଉଳ ନେବା ପାଇଁ। ଆଉ ପୁରୁଣା ଚାଉଳ, ଅତ୍ୟଧିକ ପୁରୁଣା ଚାଉଳ ନେବେନି। ଆଉ ଦେଖନ୍ତୁ ଏଠି ଚାଉଳକୁ କ'ଣ କରିବା ନା, ଭଲ ଭାବରେ ପ୍ରଥମେ 3-4 ଥର ଧୋଇ ନେଇଯିବା। ମୁଁ ଯେମିତି କହିଲି ସଠିକ୍ ଭାଗ ମାପ ହେବ ହେଲେ ନୋ ଡାଉଟ୍ ଆପଣଙ୍କର ପିଠା ପୁରା ପରଫେକ୍ଟ ହେବ। ଆଉ ଚାଉଳକୁ ଧୋଇ ସାରିଲା ପରେ ଏଠି ଦେଖନ୍ତୁ, ଆଉ ଯେହେତୁ ଦେଶୀ ଚାଉଳ ନେଇଛି ବାଲି ନିହାତି ଥିବ। ଆଉ ଟିକେ ବାଲି ଆମେ ବାହାର କରିଦେବା। ଆଉ ବାଲି ବାହାର କରିସାରିଲା ପରେ ଏଠି ଦେଖନ୍ତୁ ମୋର ମନେ ପଡ଼ିଲାନି, ମୁଁ ଏଠି ଆଉ ଟିକେ ଚାଉଳ ବା ହାଫ୍ କପ୍ ପାଖାପାଖି ମୁଁ ଏଠି ଆଉ ଚାଉଳ ଆଡ଼୍ କଲି। କାହିଁକିନା ଯେତେବେଳେ ଆମେ ଚୁନା କରିବା ନା, ତାର ଯେଉଁ ଖଦଡ଼ା ଅଂଶଟା ଥାଏ ସେଇଟା ଗଲେ ଆମର ଚାଉଳଟା ଚୁନାଟା କମିଯିବ। ସେଥିପାଇଁ ମୁଁ ଆଉ ଟିକେ ଚାଉଳ ଆଡ଼୍ କଲି। ଆପଣମାନେ ଗୋଟେ ମୁଠା କି 2 ମୁଠା ଚାଉଳ ଆଉ ଟିକେ ଅଧିକ ଆଡ଼୍ କରିଥିବେ। ଆଉ ଚୁନା ତ ଟିକେ କେତେ ବଳିଗଲେ ଚଳିବ, କିନ୍ତୁ ଯଦି ନ ହେବ ପିଠା କଲାବେଳକୁ ଆମକୁ ଅସୁବିଧା ହେବ। ଏବେ କ'ଣ କରିବା ନା, ଏହାକୁ ଆମେ ଭିଜେଇବା। ଏଇଠି ଆରିସା ପିଠା ଯେତେବେଳେ ବି କରୁଛନ୍ତି ମିନିମମ୍ 17ରୁ 18 ଘଣ୍ଟା ଚାଉଳକୁ ବତୁରେଇକି ରଖନ୍ତୁ। ତାଠୁ ତ କମ୍ ବିଲକୁଲ ବି ନାହିଁ। ଆଉ ପାରୁଛନ୍ତି ଯଦି 24 ଘଣ୍ଟା ବତୁରାନ୍ତୁ। କିନ୍ତୁ 24 ଘଣ୍ଟା ଚାହିଁବେ ଯଦି ଆପଣଙ୍କ ପାଖରେ ସମୟ ଥିବ ବତୁରେଇ ପାରିବେ। ମିନିମମ୍ 17ରୁ 18 ଘଣ୍ଟା ଚାଉଳକୁ ବତୁରାନ୍ତୁ। ଆଉ ଏଇଠି ଗୋଟେ କଥା ହେଲା ଯେ, ଚାଉଳ ବତୁରେଇଲେ ଆମେ ଏତେ ସମୟ ଯଦି ବତୁରେଇବା ପାଣିରୁ ବାସ୍ନା ଆସିବ ବା ସ୍ମେଲ୍ ଆସିବ, ଆମେ କ'ଣ କରିବା ନା, ପାଣିକୁ ଏଠି 2-3 ଥର ଚେଞ୍ଜ କରିଦେବା ମଝିରେ ମଝିରେ ଚାଉଳ ଯେତିକି ସମୟ ଆମେ ବତୁରେଇବା। ଆଉ ଖରା ଦିନରେ ଯଦି ଆପଣମାନେ ଏଇ ପିଠାକୁ କରୁଛନ୍ତି ନିହାତି ଭାବରେ 4-5 ଥର ପାଣିକୁ ଚେଞ୍ଜ କରନ୍ତୁ। ଯେହେତୁ ଏଇଟା ଶୀତ ଦିନ ବହୁତ ଥଣ୍ଡା ପଡ଼ୁଛି, ସେଇଥିପାଇଁ ମୁଁ 2-3 ଥର ଏଠି ପାଣିକୁ ଚେଞ୍ଜ କରିକି ଆଉ ଥରେ ବତୁରେଇ ଦେଇଛି। ଆଉ ମୁଁ ୟା ପରେ ବି ଆଉ ଥରେ 1 ଥର 2 ଥର ଧୋଇବି। ଏଠି ଆଉ ଥରେ ବି 2 ଘଣ୍ଟା ପରେ ଧୋଇକି ଦେଖନ୍ତୁ ମୁଁ ଏଠି ବତୁରେଇଥିଲି। ଏଇଠି ମୋର ଦେଖନ୍ତୁ 17ରୁ 18 ଘଣ୍ଟା ପାଖାପାଖି ହେଇଗଲାଣି। ଆଉ ଚାଉଳ ଭଲ ଭାବରେ ଆମର ବତୁରି ବି ଯାଇଛି। ଏଠି ଦେଖୁଛି ମୁଁ ଆପଣଙ୍କୁ ପାଖରୁ ଦେଖନ୍ତୁ। ଏବେ କ'ଣ କରିବା ନା, ଚାଉଳ ଏମିତି ଭଲ ଭାବରେ ଆଉ ଥରେ ଦଳିକିନା ହାତରେ ମକଚିକି ଏମିତି ଧୋଇଦେବା। ଆଉ ଏଠି ଦେଖନ୍ତୁ ପାଣି ବି ପୁରା ସଫା ଅଛି, କାହିଁକିନା ମୁଁ ଯେମିତି କହିଲି 2-3 ଥର ଆଉ ଥରେ ମୁଁ ଧୋଇ ଦେଇଥିଲି। ଏବେ ଆମେ ଏମିତି ଗୋଟେ ଷ୍ଟ୍ରେନରକୁ ଚାଉଳକୁ ଛାଣିଦେବା। ଆମର ଏକ୍ସଟ୍ରା ପାଣିଟା ପୁରାପୁରି ବାହାରିଯିବ। ଏଇଠି ଚାଉଳକୁ ଟିକେ ଖେଳିଦେବା। ଖେଳି ସାରିଲା ପରେ ଆମର ଏକ୍ସଟ୍ରା ପାଣିଟା ଟିକେ ବାହାରି ଯାଇସାରିଲେ କ'ଣ କରିବା ନା, ତାକୁ ଗୋଟେ କଟନ୍ କପଡ଼ା ଉପରେ ଆମେ ଚାଉଳକୁ ଏଇଠି ଆମେ ବିଛେଇ ଦେବା। ଆଉ ଦେଖନ୍ତୁ ଏଇଠି ମୁଁ ଗୋଟେ କଟନ୍ ଟାୱଲ୍ ନେଇଛି। କଟନ୍ ଟାୱଲ୍ ଉପରେ ଏମିତି ଚାଉଳକୁ ଖେଳେଇ ଦେଇଛି, ଯେମିତିକି ତାର ଆଉ ଯାହା ବି ଏକ୍ସଟ୍ରା ପାଣି ଥିବ ସେଇଟାକୁ ଆମର ପୁରାପୁରି ଶୁଖିଯିବ। କିନ୍ତୁ ଚାଉଳକୁ ଖରାରେ ବିଲକୁଲ ବି ଶୁଖେଇବେନି। ଆଉ ଚାଉଳ ଅତ୍ୟଧିକ ଶୁଖିଗଲେ ବିଲକୁଲ ବି ପିଠା ଭଲ ହେବନି। ଆମର ଚାଉଳକୁ ମୁଁ ସେଇଥିପାଇଁ ତ 17-18 ଘଣ୍ଟା ମିନିମମ୍ ବତୁରେଇବାକୁ କହିଛି। କାହିଁକିନା ଚାଉଳ ଯେତେ ପାଣି ଖାଇବ ପିଠାଟା ଆମର ସେତେ ହେବ, ଚୁନାଟା ଅଦାଳିଆ ହେବ, ଆଉ ପିଠାଟା ଆମର ଭଲ ହେବ। ଏବେ କ'ଣ କରିବା ନା, ଚାଉଳକୁ ଏମିତି ଯେମିତି ମୁଁ ଭିଡ଼ିଓରେ ଦେଖୁଛେ ସେମିତି ପୋଛିଦେବା। ଆଉ ଆପଣମାନେ ଚାହିଁଲେ ଏଠି 5-10 ମିନିଟ୍ ପାଇଁ ଚାଉଳକୁ ଫ୍ୟାନ୍ ତଳେ ରଖିଦେଇ ପାରିବେ, କିନ୍ତୁ ଖରାରେ ଦେବେନି। ଆଉ ଦେଖିବେ ଚାଉଳ ଯେମିତି ଆମର ଏମିତି ହାତକୁ ଅଦାଳିଆ ଲାଗୁଥିବ ବା ଏମିତି ମଶ୍ଚର ଥିବ। ଏଇଠି ଦେଖୁଛି ଦେଖନ୍ତୁ ଏମିତି। ଏବେ କ'ଣ କରିବା ନା, ଚାଉଳକୁ ଫ୍ୟାନ୍ ତଳେ ଦେଇନି, ଏମିତି ପୋଛିଦେଲି। ହାତକୁ ଯେମିତି ଓଦାଳିଆ ଲାଗିବ କହିଲି ସେମିତି ଥିବ। ଆମେ ଏମିତି ମିକ୍ସିଂ ଜାର୍କୁ ଅଳ୍ପ ଅଳ୍ପ ଆଡ଼୍ କରିକି ଆମେ ଏଠି ଚୁନା ତିଆରି କରିବା। ଆଉ ଚୁନାକୁ ସବୁବେଳେ ସରୁ ଚାଲୁଣିରେ ଚଲେଇବେ। ମୋଟା ଚାଲୁଣିରେ ଅତ୍ୟଧିକ ଯଦି ମୋଟା ଚାଲୁଣି ଥିବ ଚଲେଇବେନି, ନହେଲେ ଖଦଡ଼ା ଅଂଶ ବେଶୀ ବାହାରିଯିବ। ଆଉ ଏମିତି ଚଲେଇ ସାରିଲା ପରେ ଯେଉଁ ଖଦଡ଼ା ଅଂଶ ବାହାରିବ ତାକୁ ଅନ୍ୟ ଚାଉଳ ସହିତ ଏଠି ଦେଖନ୍ତୁ ମୁଁ ଆଉ ଥରେ ଏଠି ଚୁନା କରିକି ନେଇ ଆସିଲି। ଆଉ ଶେଷ ଚୁନା ଦେଖନ୍ତୁ ମୁଁ ଏଠି ପୁରାପୁରି ଯାହା ଚୁନା ଆମର ମାନେ
ଖଦଡ଼ା ଅଂଶ ବଳିଛି ତାକୁ ମୁଁ ଚାଉଳ ସହିତ ଗ୍ରାଇଣ୍ଡିଙ୍ଗ କରିକି ସବୁ ଯାକ ଚୁନା କରି ନେଇଯାଇଛି। ଆଉ ଏତିକି ଦେଖନ୍ତୁ ଖଦଡ଼ା ବଳିଲା, ସେଇଥିପାଇଁ ତ ମୁଁ ଟିକେ ଅଧିକ ଚାଉଳ ନେଇଥିଲି। ଏବେ କ'ଣ କରିବା ନା ଚୁନାର ଅଧା ଅଂଶ ନ ଯିବା ପାଇଁ ହାତରେ ଏମିତି ଟିକେ ଚାପିଦେବା। ଆଉ ଚାପି ସାରିଲା ପରେ ହାଲକା ଗୋଟେ ଟାୱେଲକୁ ଅଦା କରିକି, ଆମେ ପିଠା କରିବା ଭିତରେ ଚୁନା ଶୁଖି ଯାଇପାରେ, ସେଇଥିପାଇଁ ଆମେ ହାଲକା ଅଦା କରିକି ଗୋଟେ ଟାୱେଲ ଚୁନା ଉପରେ ଘୋଡ଼େଇ ଦେବା। ଆଉ ପିଠା କରିବା ପାଇଁ ସବୁବେଳେ ଗୋଟେ ମୋଟା ଭାରି କଡ଼େଇ ନିଅନ୍ତୁ, କାହିଁକିନା ପତଳା କଡ଼େଇରେ ଲାଗି ଯାଇପାରେ। ଏଇଠି ଗୋଟେ ଦେଖନ୍ତୁ ମୁଁ ଗୋଟେ ଏମିତି ସିଲଭରର ଗୋଟେ ମୋଟା କଡ଼େଇ ନେଇଛି, ଆଉ ହାଫ୍ କେଜି ଗୁଡ଼ ଆଡ଼୍ କଲି, ଆଉ ହାଫ୍ କପ୍ର ପାଣି। ଏବେ ଆମେ ଗୁଡ଼କୁ ମେଲ୍ଟ କରିବା। ଆଉ ଗୋଟେ କଥା ହେଲା, ଯେଉଁଦିନ ଚୁନା କରିବେ ଆପଣମାନେ ସେଇଦିନ ହିଁ ପିଠା କରିବେ, ବାସି ଚୁନାରେ ତ ବିଲକୁଲ ବି ପିଠା କରିବେନି। ଆଉ ଚେଷ୍ଟା କରିବେ ଚୁନା କରିବା ପରେ ହିଁ, ମାନେ ସାଙ୍ଗେ ସାଙ୍ଗେ ଚୁନା କରିବା ସାଙ୍ଗେ ସାଙ୍ଗେ ହିଁ ଆପଣମାନେ ପିଠା କରନ୍ତୁ, ପିଠା ବହୁତ ବଢ଼ିଆ ହେବ। ମୁଁ ଯେମିତି କହୁଛି ନା, ତାର ଅଦା ଅଂଶଟା ଗଲେ ପିଠାଟା ବିଲକୁଲ ବି ଭଲ ହେବନି। ଚୁନାରୁ ଯଦି ଅଦା ଅଂଶଟା ଚାଲିଯିବ ପିଠା ଭଲ ହେବନି। ଆପଣମାନେ ଚେଷ୍ଟା କରନ୍ତୁ ଯେମିତି ଚୁନା କରିସାରିବା ପରେ ଆପଣମାନେ ପିଠା କରିବା ପାଇଁ। ଏଇଠି ଦେଖନ୍ତୁ ଗୁଡ଼କୁ ଆମେ ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ ରଖିବା, ସାଙ୍ଗେ ସାଙ୍ଗେ ଗୁଡ଼ ପାଗ ହୋଇଯାଏ। ଏଇଠି ଦେଖନ୍ତୁ ଗୁଡ଼ ମେଲ୍ଟ ହେଇଗଲାଣି। ମୁଁ ଟିକେ ପାଗ ପାଇଁ ଏଇଠି ଗୋଟେ ପ୍ଲେଟ୍ରେ ପାଣି ରଖିକି ଗୁଡ଼ ଟିକେ ପକେଇଲି। ଦେଖନ୍ତୁ ହାତକୁ ବିଲକୁଲ ବି ଲାଗୁନି, ମାନେ ଗୁଡ଼ଟା ପୁରା ମେଲ୍ଟ ହେଇଯାଉଛି ପାଣିରେ। ଆଉ ଟିକେ ଆମେ କୁକ୍ କରିବା। ଆଉ ଥରେ ମୁଁ ଏଇଠି ଦେଖନ୍ତୁ ଟିକେ ପରେ ଏଇଠି ମୁଁ ଆଉ ଗୋଟେ 2 ମିନିଟ୍ ପରେ ଏମିତି ଦେଖେଇଲି, ଦେଖନ୍ତୁ ପାଣିକୁ ଦେଇଛି ଗୁଡ଼କୁ। ଏବେ ମୁଁ ପାଗ ଦେଖାଉଛି, ଆପଣମାନେ ଏଇଠି ଧ୍ୟାନରେ ଦେଖିବେ। ଏଇଠି ଦେଖନ୍ତୁ ହାତକୁ ମୁଁ ନେଉଛି, କିନ୍ତୁ ହାତକୁ ଚକୋଲେଟ୍ ଭଳିଆ ଲାଗୁଛି। ଏଇଠି ଦେଖନ୍ତୁ ଚକୋଲେଟ୍ ଟାଇପ୍ର ଗୋଟେ ଗୋଲ ହେଇଯାଉଛି। ଆଉ ଏଇ ଗୋଲଟା ନା ବିଲକୁଲ ବି ଯେମିତି ଟାଣ ହେବନି, ଟାଣ ହେଇଗଲା ମାନେ ପିଠା ଟାଣ ହେଇଯିବ। ଏଇଠି ଦେଖନ୍ତୁ ପୁରା ଚକୋଲେଟ୍ ଭଳିଆ ଗୋଲ ହେଇଯାଉଛି। ଏଇଠି ଜାଣିବେ ଯେ ଆମର ପାଗ ହେଇଗଲା। ଏବେ ଏଇଠି ଗୋଟେ ଚାମଚ ପାଖାପାଖି ରାଶି ପକାଇବା, ଧଳା ରାଶି। ଆଉ ଗୋଟେ ଚାମଚ ପାଖାପାଖି ପାନମଧୁରୀ ଦେବା, 2-3ଟା ଗୁଜୁରାତିକୁ ଛେଚିକି ଦେବା। ଆଉ ଯେହେତୁ ଆମେ ୟାକୁ ଘିଅ ପିଠା କହୁଛନ୍ତି, ଏଇଠି 1ରୁ 2 ଚାମଚ ଆମେ ଘିଅ ଆଡ଼୍ କରିବା, ଗୁଆ ଘିଅ। ଏବେ ଏଇଠି ଗୋଳେଇ ଦେଇକି ଫ୍ଲେମ୍କୁ ପୁରା ବନ୍ଦ କରିଦେବା, କାହିଁକିନା ଆମର ପାଗ ହେଇଯାଇଛି। ଆଉ ଗୋଟେ ହାତରେ ଏମିତି ଚୁନା ପକାଇବା, ଆଉ ଗୋଟେ ହାତରେ ଏମିତି ଜନ୍ତୁଣି କରିବା ବା ଗୋଳେଇବା। ଆଉ ଏକା ସହିତ ଚୁନାକୁ ପକାଇ ଦିଅନ୍ତୁନି, ଏମିତି ଅଳ୍ପ ଅଳ୍ପ କରିକି ପକାନ୍ତୁ। ଆଉ ଗୋଟେ ହାତରେ ପକାନ୍ତୁ, ଗୋଟେ ହାତରେ ଗୋଳାନ୍ତୁ। ଏଇଠି ଫ୍ଲେମ୍କୁ ଆଉ ଥରେ କହି ରଖୁଛି, ବନ୍ଦ କରିଦେଇଥିବେ, କାହିଁକିନା ଆମର ଗୁଡ଼ର ତ ପାଗ ହେଇଯାଇଛି ନା। ଆଉ ଯଦି ଆପଣମାନେ ଫ୍ଲେମ୍କୁ ଅନ୍ କରିବେ, ଗୁଡ଼ ଅତ୍ୟଧିକ ପାଗ ହେଇଯିବ, ଆଉ ପିଠା ଆମର ଟାଣ ହେଇଯିବ। ଏଇଠି ଦେଖନ୍ତୁ ଧୀରେ ଧୀରେ ଯଦି ବି କିଛି ଲମ୍ସ ଥିବ ନା, ଏମିତି ଗୋଳେଇଲେ ସେ ଠିକ୍ ହେଇଯିବ। ବିଲକୁଲ ବି ଯଦି କରୁଥିବେ ପିଠା ବ୍ୟସ୍ତ ହେବେନି, ଏମିତି ଧୀରେ ଧୀରେ ସବୁ ଚୁନାକୁ ପକାଇକିନା ଆମେ ଏଇଠି ଜନ୍ତୁଣି କରିବା। ମୋର ପାଖାପାଖି ଅଳ୍ପ ମାନେ ଗୋଟେ ମୁଠା ଚୁନା ବଳି ଯାଇଥିଲା, ଯେହେତୁ ମୁଁ ଟିକେ ଅଧିକ ଚାଉଳ ଦେଇଥିଲି। ଏଇ ଦେଖନ୍ତୁ କନସିଷ୍ଟେନ୍ସି କେମିତି ପିଠା ମାନେ ଜନ୍ତୁଣିରେ ରହିବ, ଏମିତି ଖୁସୁଣିରେ ନେବେ। ଦେଖନ୍ତୁ ଏମିତି କେମିତି ତଳକୁ ପଡ଼ୁଛି, ଏଇ ଟାଇପ୍ର ରଖିବେ। ୟାଠୁ ଅଧିକ ଆଉ ଚୁନା ଦେଇଦେବେନି। ଆଉ ଏମିତି ହାତରେ ଟିକେ ନେବେ, ଦେଖନ୍ତୁ ଗୋଲ ବି ହେଇଯାଉଛି। ଏତିକିରେ ହିଁ ଆମେ ଏଇଠି ଜନ୍ତୁଣିକୁ କ'ଣ କରିବା ନା 2ରୁ 4 ମିନିଟ୍ ଖଣ୍ଡେ ଏଇଠି ଘୋଡ଼େଇ ଦେବା। ଆଉ ଘୋଡ଼େଇ ସାରିଲା ପରେ ଆମେ ପିଠା କରିବା ପାଇଁ ଏଇଠି ଗୋଟେ ମୁଁ ବଟର ପେପର ନେଇଛି। ବଟର ପେପର ଉପରେ ତେଲ ଲଗାଇଦେବା। ଆପଣମାନେ ଚାହିଁଲେ ଯଦି ବଟର ପେପର ନଥିବ କ'ଣ କରିବେ ନା, ତେଲ ପ୍ୟାକେଟକୁ କାଟି ନେବେ, ତାପରେ ପିଠା କରିବେ। ଏଇଠି ଗୋଟେ ଗୋଲା ନେବା, ଆଉ ହାତରେ ଗୋଲ କରିବା। ଏଠି ଦେଖନ୍ତୁ ପ୍ରଥମ ପିଠା ଗୁଡ଼ା ଟିକେ ଆପଣଙ୍କୁ ପତଳା ଲାଗିପାରେ, କିନ୍ତୁ ପିଠା ଯେତେବେଳକୁ କରିଚାଲିବେ ସେ ପିଠା ଠିକ୍ କନସିଷ୍ଟେନ୍ସି ଆସିଯିବ। ତଥାପି ପିଠା ଦେଖନ୍ତୁ ମୁଁ ଗୋଟେ ପିଠା କରିକି ଦେଖିଲି ଉଠି ଯାଉଛି। ଏଇଟା ମୁଁ ପ୍ଲେନ୍ କରିଛି। ଆଉ ଗୋଟେ ପିଠା ଆମେ ରାଶି ତ ଭିତରେ ଦେଇଛନ୍ତି, କିନ୍ତୁ ଉପରେ ବି ଟିକେ ରାଶି ଦେଇକି କରିବା। ତଳେ ମୁଁ ରାଶି ଦେଇଦେଲି, ଆଉ ପିଠାକୁ କଲି, ଉପରେ ଆଉ ଟିକେ ରାଶି ଏଇଠି ଛେଚିଦେଲି। ଆଉ ଏଇଠି ଦେଖନ୍ତୁ ଏଇ ପିଠାଟି ବି କେତେ ଆରାମସେ ବାହାରି ଯାଉଛି, ଆପଣମାନଙ୍କୁ ଏଇଠି ଦେଖାଉଛି। ଏଇଠି ଦେଖନ୍ତୁ। ଆଉ ଏପଟେ ପିଠା କରିବା ଭିତରେ ମୁଁ ସେପଟେ କ'ଣ କରିଥିଲି ନା, ତେଲକୁ ଗରମ କରି ନେଇଯାଇଥିଲି। ଆଉ ଏଇଠି ଦେଖନ୍ତୁ ତେଲ ଆମର ପୁରାପୁରି ଗରମ ଅଛି। ଆଉ ପିଠାକୁ ଯେତେବେଳେ ପକାଇବା ନା, ତେଲ ପୁରାପୁରି ଆମର ଗରମ ଥିବ, ପିଠାକୁ ପକାଇବା। ତେଲ ଲୋ ଫ୍ଲେମ୍ରେ ବିଲକୁଲ ବି ପକାଇବେନି, ଏଠି ହାଇ ଫ୍ଲେମ୍ କରିଥିବେ। ଆଉ ତେଲ ପୁରା ଗରମ ଥିବ। ଆଉ ଏମିତି ଯେତେବେଳେ ବବଲ୍ସ ଆସିକି ଫୁଲି ଆସିବ ପିଠା, ଆମେ ପିଠାକୁ ଓଲଟେଇବା। ଆଉ ଫ୍ଲେମ୍କୁ ଲୋ କରିଦେଇକି 1 ମିନିଟ୍ ଖଣ୍ଡେ କୁକ୍ କରିବା, ନହେଲେ ଭିତରଟା ବି ସିଝିବନି। ଆଉ ଥରେ କହୁଛି ଆପଣମାନଙ୍କୁ, ଆମେ ପିଠା ଯେତେବେଳେ ପକାଇବା ନା, ଫ୍ଲେମ୍କୁ ପୁରା ହାଇ କରିଥିବା, ତେଲ ପୁରା ଗରମ କରିଥିବା। ଆଉ ପିଠାକୁ ପକାଇ ସାରିଲା ପରେ ବବଲ୍ସ ବାହାରିଲେ ଆମେ ପିଠାକୁ ଓଲଟେଇକି ଫ୍ଲେମ୍କୁ ଲୋ କରିକି 1-2 ମିନିଟ୍ କୁକ୍ କରିବା। ଏଇଠି ଦେଖନ୍ତୁ ମୋର 2ଟା ପିଠା ଏଇ ଭିତରେ ହେଇଗଲାଣି। ଆପଣମାନଙ୍କୁ ଏଇଠି ଚାପି ଦେବେ, ତେଲ ଏକ୍ସଟ୍ରା ତେଲଟା ଆମର ବାହାରିଯିବ। ଆଉ ଏଇଠି ଶେଷ ପିଠା ବି ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ପିଠା ଆମର ବିଲକୁଲ ବି ଟାଣ ହେଇନି, ଯେହେତୁ ଜନ୍ତୁଣି ପୁରା ପରଫେକ୍ଟ ଥିଲା। ଆଉ ସଠିକ୍ ଭାଗ ମାପ ସହିତ ଆମେ କରିଛନ୍ତି, ପିଠା ବିଲକୁଲ ବି ଟାଣ ହେଇନି। ଶେଷ ପିଠା ବି ଆମର କେତେ ସୁନ୍ଦର ହେଇଛି, ଏଇଠି ଦେଖିପାରୁଥିବେ। ଆଉ ଖସା ସବୁ ଯେଉଁ ରାଶି ସବୁ ତେଲରେ ଆମର ବାହାରି ଯାଇଛି। ଶେଷ ପିଠା 2ଟା ବି ମୁଁ ଆପଣମାନଙ୍କୁ କରିକି ଏଇଠି ଦେଖେଇଲି। ଦେଖନ୍ତୁ ଏଇଠି ପିଠା ଆମର ରେଡ଼ି ହେଇଗଲା ସବୁ ଯାକ। ଆପଣମାନେ ବି ଏଇଥର ମକରରେ ଏମିତି ଗୁଡ଼ ଆରିସା କରନ୍ତୁ। ଭିଡ଼ିଓଟି ପୁରା ଦେଖନ୍ତୁ। ଆଶା କରିବି କି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓ ପସନ୍ଦ ଆସିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ ନିଶ୍ଚୟ କରିବେ। ଆଉ ଗୋଟେ ଭିଡ଼ିଓ ସହିତ ପୁଣି ଆସିବି। ଆଜି ପାଇଁ ରହୁଛି। ନମସ୍କାର, ଜୟ ଜଗନ୍ନାଥ।